ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମକ ଏକ ନୂତନ ଯୋଜନା ପ୍ରସ୍ତାବ ଦେଉଛି। ଏଥିପାଇଁ 50 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ଆମେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ଯୋଜନା ଅଧୀନରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଗଦାନରେ ବିଦ୍ୟାଳୟର ବିକାଶ ପାଇଁ ସରକାରୀ ଅଂଶ ବାବଦକୁ 2024-25 332 କୋଟି ଟଙ୍କା ଆବଣ୍ଟନ କରିବୁ। ସମସ୍ତ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଓ ଆବଶ୍ୟକୀୟ ସୁବିଧା ପ୍ରଦାନ କରି କୌଣସି ଛାତ୍ରଛାତ୍ରୀ ଯେପରି ଅଧାରୁ ବିଦ୍ୟାଳୟ ନ ଛାଡ଼ିବେ ତାହା ସୁନିଶ୍ଚିତ କରିବା ପାଇଁ ସମଗ୍ର ଶିକ୍ଷା ଏବଂ ଷ୍ଟ୍ରେଙ୍ଗଥେନିଂ ଟିଚିଂ ଲର୍ଣ୍ଣିଂ ଏଣ୍ଡ ରେଜଲ୍ଟସ ଫର ଷ୍ଟେଟ୍ସ ଷ୍ଟାର୍ସ କାର୍ଯ୍ୟକାରୀ କରାଯିବ। ଚଳିତ ବର୍ଷ ମୁଁ ସମଗ୍ର ଶିକ୍ଷା ପାଇଁ 3,791 କୋଟି ଟଙ୍କା ଏବଂ ଷ୍ଟାର୍ସ ପାଇଁ 714 କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରଖୁଛି। ଉଭୟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୂଚନା ପ୍ରଯୁକ୍ତି ବିଦ୍ୟା ସଞ୍ଚାର ଓ ଯୋଗାଯୋଗ ଉପରେ ଗୁରୁତ୍ୱ ଦିଆଯିବ। ସ୍କୁଲ ୟୁନିଫର୍ମ ସାଇକେଲ ଇତ୍ୟାଦି ଯୋଗାଇ ଦେଇ ବିଦ୍ୟାଳୟରେ ନାମ ଲେଖା ବୃଦ୍ଧି ପାଇଁ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ 409 କୋଟି ଟଙ୍କା ଯୋଗାଇ ଦିଆଯିବ। ପ୍ରଥମରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରୁଥିବା ପ୍ରମୁଖ ଯୋଜନା PM ପୋଷଣକୁ ଆମ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟରେ ଏଥି ନିମିତ୍ତ 997 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି। ସ୍କୁଲ ଡ୍ରପ୍ ଆଉଟ୍ ହାର ସାଧାରଣତଃ ଛାତ୍ରଛାତ୍ରୀ ଏବଂ ବିଶେଷ କରି ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏକ ଚିନ୍ତାର ବିଷୟ। ଆଦିବାସୀ ଅଞ୍ଚଳରେ ଦାରିଦ୍ର୍ୟ ଦୁର୍ବଳ ଭିତ୍ତିଭୂମି ଏବଂ ସୀମିତ ସମ୍ବଳ ଭଳି ସାମାଜିକ ଅର୍ଥନୈତିକ କାରଣଗୁଡ଼ିକ ହେଉଛି ଡ୍ରପ୍ ଆଉଟ୍ ସମସ୍ୟାର କେତେକ ପ୍ରମୁଖ କାରଣ। ପ୍ରାଥମିକ ଶ୍ରେଣୀରୁ ମାଧ୍ୟମିକ ଶ୍ରେଣୀ ଓ ପୁନଶ୍ଚ ମାଧ୍ୟମିକ ଶ୍ରେଣୀରୁ ଉଚ୍ଚ ମାଧ୍ୟମିକ ଶ୍ରେଣୀ ମଧ୍ୟରେ ସ୍କୁଲ ଡ୍ରପ୍ ଆଉଟ୍ ହାରକୁ ରୋକିବା ପାଇଁ ରାଜ୍ୟ ସରକାର ଆମର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ମାଧବ ସିଂ ହାତ ଖର୍ଚ୍ଚ ନାମକ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ 8ମ ବା 10ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଏବଂ 9ମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ପ୍ରତ୍ୟେକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ 5,000 ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି ଯୋଜନା ଦ୍ୱାରା ଚଳିତ ବର୍ଷ ପ୍ରାୟ 3 ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ତେଣୁ ମୁଁ ବଜେଟ୍ ଆକଳନ 2024-25ରେ ଏହି ଯୋଜନା ଅଧୀନରେ 156 କୋଟି ଟଙ୍କା ବ୍ୟୟବରାଦ କରିବାକୁ ପ୍ରସ୍ତାବ ଦେଉଛି। ଏତଦ୍‌ବ୍ୟତୀତ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଅନ୍ୟାନ୍ୟ ପଛୁଆ ବର୍ଗ ଓ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ନିମନ୍ତେ ଚଳିତ ବର୍ଷ ବଜେଟରେ 1,170 କୋଟି ଟଙ୍କା ବ୍ୟୟବରାଦ କରାଯାଉଛି। ଓଡ଼ିଶା ସରକାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା PM ଉଷା ପ୍ରଚଳନ କରୁଛନ୍ତି, ଯେଉଁଥିରେ ଉଚ୍ଚଶିକ୍ଷାରେ ସମାନତା ଉପଲବ୍ଧତା ଓ ଅନ୍ତର୍ଭୁକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ 60-40 ଅନୁପାତରେ ପାଣ୍ଠି ସହାୟତାରେ ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାର ବିକାଶ ଶିକ୍ଷାନୁଷ୍ଠାନ ଗୁଡ଼ିକର ସ୍ୱୀକୃତି ସୂଚନା ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିବା ସହ ବହୁ ବିଭାଗୀୟ ପାଠ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ଦକ୍ଷତା ବୃଦ୍ଧି କରିବା ଏହି ପଦକ୍ଷେପର ଲକ୍ଷ୍ୟ। ଏହି ଯୋଜନା ପାଇଁ 155 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଅଛି। ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଏକାଡେମିକ ପ୍ରଶାସନିକ ପାଠାଗାର ହଷ୍ଟେଲ କୋଠା ନିର୍ମାଣ ତଥା ଭିତ୍ତିଭୂମି ବିକାଶ ପାଇଁ 2024-25 ବଜେଟରେ 325 କୋଟି ଟଙ୍କା ବ୍ୟୟବରାଦରେ ପ୍ରସ୍ତାବ ରହିଛି। ଆମ ସରକାର ଆଦିବାସୀ ଭାଷାର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ବିଶ୍ୱବିଦ୍ୟାଳୟ ଯୋଜନା ଅଧୀନରେ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ 26ଟି ଭାଷା ଗବେଷଣାଗାର ସ୍ଥାପନ କରିବେ। ଏତଦ୍‌ବ୍ୟତୀତ ବିଦେଶୀ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓ ଡକ୍ଟରୀ ପାଠ୍ୟକ୍ରମର ଅଧ୍ୟୟନ ପାଇଁ ଓଡ଼ିଆ ଉତ୍ତମ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ପ୍ରତିବର୍ଷ 30 ଜଣ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ 100% ଛାତ୍ରବୃତ୍ତି ପ୍ରଦାନ କରାଯିବ। ବାଚସ୍ପତି ମହୋଦୟା, ମୁଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଯୋଗ୍ୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ନିମିତ୍ତ ଛାତ୍ରବୃତ୍ତି ପ୍ରଦାନ ପାଇଁ 701 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦେଉଛି। ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲାପଟପ୍ ବିତରଣ କରିବା ପାଇଁ ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ଅଧୀନରେ 54 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ଆମର ଯୁବପିଢ଼ିକୁ ଭବିଷ୍ୟତର ଦକ୍ଷତା ସହ ରୋଜଗାରକ୍ଷମ କରିବା ଏବଂ ଶିଳ୍ପର ଚାହିଦା ପୂରଣ ପାଇଁ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବାର ଦ୍ୱୈତ ଉଦ୍ଦେଶ୍ୟରେ ମୁଁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ପାଇଁ
ବ୍ୟୟ ବରାଦକୁ 60% ବର୍ଦ୍ଧିତ କରି 1,583 କୋଟି ଟଙ୍କା ପ୍ରସ୍ତାବ ଦେଉଛି, ଯେଉଁଥିରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ 1,050 କୋଟି ଟଙ୍କା ଅନ୍ତର୍ଭୁକ୍ତ ଅଟେ। ମୁଁ କ୍ରୀଡ଼ା ଏବଂ ଯୁବ ସମାଜ ସେବା ପାଇଁ 1,315 କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ଦେଉଛି, ଯେଉଁଥିରେ କାର୍ଯ୍ୟକ୍ରମ ବଜେଟ୍ ଅଧୀନରେ 1,210 କୋଟି ଟଙ୍କା ଅନ୍ତର୍ଭୁକ୍ତ। କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ଆମ ସରକାର ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି କ୍ରୀଡ଼ା ନୀତି ଆରମ୍ଭ କରିବେ। ଆମ ସରକାର ସାରା ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ପ୍ରୟାସ କରିବେ। ଏଥିପାଇଁ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ଓ ମିନି ଷ୍ଟାଡିୟମ ଗୁଡ଼ିକୁ ସକ୍ରିୟ କରିବା, ଜିଲ୍ଲା ସ୍ତରରେ କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା, ପ୍ରତ୍ୟେକ ଜିଲ୍ଲାରେ ଲୋକପ୍ରିୟ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା, ରାଜ୍ୟର 4ଟି ଜୋନ୍ରେ ଅତ୍ୟାଧୁନିକ ଏକାଡେମୀ ପ୍ରତିଷ୍ଠା, ଭୁବନେଶ୍ୱର ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହ ଏକ ନୂତନ ଷ୍ଟାଡିୟମ ନିର୍ମାଣ ପାଇଁ 952 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏତଦ୍ ବ୍ୟତୀତ ଯୁବବର୍ଗର ସମନ୍ୱିତ ବିକାଶ ପାଇଁ ଏକ ନୂତନ ଯୋଜନା ଯୁବଶକ୍ତି ଅଧୀନରେ 100 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସମଗ୍ର ରାଜ୍ୟରେ ବ୍ୟାପକ ପ୍ରତିଭା ଚିହ୍ନଟ ଏବଂ ଆର୍ଥିକ ସହାୟତା ମାଧ୍ୟମରେ ଯୁବ ମେଧାବୀ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଖେଳରତ୍ନ ଖୋଜା ଅଭିଯାନ କାର୍ଯ୍ୟକାରୀ କରିବୁ। ବାଚସ୍ପତି ମହୋଦୟା, ସମ୍ମାନର ସହ ସାବଲୀଳ ଭାବରେ ବଞ୍ଚିବା ଏହି ଧାରଣାକୁ ଉଜ୍ଜୀବିତ କରେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ମୌଳିକ ଆବଶ୍ୟକତା ଏବଂ ଅଧିକାର ରହିବା ଉଚିତ, ଯାହା ସେମାନଙ୍କୁ ସମ୍ମାନର ସହ ସ୍ୱାଧୀନ ଏବଂ ସୁସ୍ଥ ଜୀବନ ଯାପନ କରିବାରେ ସହାୟକ ହେବ। ଆମେ ଅତ୍ୟାବଶ୍ୟକ ଜନସେବା ଗୁଡ଼ିକୁ ଘରେ ଘରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବୁ, ଯାହାଦ୍ୱାରା ସରକାର ଏବଂ ଜନସେବା ପାଉଥିବା ହିତାଧିକାରୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଦୂର କରାଯାଇପାରିବ। ଭାରତ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଆହୁରି ବିସ୍ତାର କରି 3 କୋଟି ଅତିରିକ୍ତ ଗ୍ରାମୀଣ ଏବଂ ସହରାଞ୍ଚଳ ଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁଯାୟୀ ଆମର ଲୋକଙ୍କର ଆବାସ ଆବଶ୍ୟକତାକୁ ପୂରଣ କରିବାକୁ ଅତି କମରେ 15 ଲକ୍ଷ ଘର ଯୋଗାଇ ଦେବାକୁ ଆମେ ଭାରତ ସରକାରଙ୍କୁ ଅନୁରୋଧ କରିଛୁ। ଏହାଦ୍ୱାରା ପ୍ରତ୍ୟେକ ନାଗରିକ ଉନ୍ନତ ମାନର ଜୀବନ ଯାପନ କରିବା ସୁନିଶ୍ଚିତ ହେବ। ଚଳିତ ବଜେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 6,090 କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ଦିଆଯାଇଛି। ଏହି ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ବଞ୍ଚିତ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ସରକାରଙ୍କର ପ୍ରାଥମିକତା ଅଟେ। ବାଦ ପଡ଼ିଥିବା ସମସ୍ତ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ବିସ୍ତୃତ ସର୍ବେକ୍ଷଣ କରାଯିବ। ସେମାନଙ୍କୁ ପର୍ଯ୍ୟାୟକ୍ରମେ ଏହି ଯୋଜନା ଅଧୀନରେ ଘର ଯୋଗାଇ ଦିଆଯିବ। ଏହା ବ୍ୟତୀତ 2025 ସୁଦ୍ଧା ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ PVTG ମାନଙ୍କର ପାଇଁ ସୁରକ୍ଷିତ ଆବାସ ଯୋଗାଇ ଦେବା ପାଇଁ PM ଜନମନ ଅଧୀନରେ 600 କୋଟି ଟଙ୍କାର ପ୍ରସ୍ତାବ ରହିଛି। ସହରାଞ୍ଚଳରେ ଗୃହ ନିର୍ମାଣ ପାଇଁ ଆମ ସରକାର PM ଆବାସ ଯୋଜନାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ପାଇଁ 692 କୋଟି ଟଙ୍କା ବ୍ୟୟରେ 50,000 ଗୃହ ସମ୍ପୂର୍ଣ୍ଣ କରିବା ଏବଂ 2 ଲକ୍ଷ ନୂତନ ଗୃହ ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ବାଚସ୍ପତି ମହୋଦୟା, ବଜେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଏବଂ ଅନ୍ୟାନ୍ୟ ଆବାସ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇନଥିବା ଓ ପକ୍କା ଘର ନଥିବା ନିମ୍ନ ଆୟକାରୀ ପରିବାରମାନଙ୍କର ସହାୟତା ପାଇଁ ଅନ୍ତର୍ଦୟ ଗୃହ ଯୋଜନା ନାମକ ଏକ ନୂତନ ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନା ପାଇଁ 105 କୋଟି ଟଙ୍କାର ବଜେଟ୍ ପ୍ରସ୍ତାବ ରହିଛି। ପର୍ଯ୍ୟାୟକ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ବାଦ ପଡ଼ିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଘର ଯୋଗାଇ ଦେବା ପାଇଁ ସରକାର ଏକ ବିସ୍ତୃତ ସର୍ବେକ୍ଷଣ କରିବେ। ରାଜ୍ୟରେ ରୋଜଗାର ଯୋଗାଇ ଦେବା ଏବଂ ଅନ୍ୟ ରାଜ୍ୟକୁ ଶ୍ରମିକମାନଙ୍କର ପ୍ରବାସକୁ ହ୍ରାସ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଯୁବବର୍ଗଙ୍କ ଆକାଂକ୍ଷାକୁ ସାକାର କରିବା ପାଇଁ ଗ୍ରାମୀଣ ରୋଜଗାର ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯଥେଷ୍ଟ ପୁଞ୍ଜି ନିବେଶ ଜରୁରୀ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଅତି କମରେ 100 ଦିନର ନିଶ୍ଚିତ କର୍ମ ନିଯୁକ୍ତି ଯୋଗାଇ ଦେବା ସହ ଜୀବିକା ସୁରକ୍ଷା ପ୍ରଦାନ ଜାରି ରହିବ। ଏହି ଯୋଜନାରେ ଶ୍ରମ ଉତ୍ପାଦନ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ଶ୍ରମଜୀବୀମାନଙ୍କୁ ସିଧାସଳଖ ପ୍ରଦାନ କରାଯିବା ସହ ବ୍ୟବହୃତ ସାମଗ୍ରୀ ବାବଦ ଖର୍ଚ୍ଚକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ 75-25 ଅନୁପାତରେ ଭାଗ ହେବ। କେନ୍ଦ୍ରୀୟ ସହାୟତା ପାଇବା ପର୍ଯ୍ୟନ୍ତ
ଗ୍ରାମୀଣ ଶ୍ରମଜୀବୀଙ୍କୁ ଠିକ୍ ସମୟରେ ମଜୁରୀ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ମଜୁରୀ ଉପାଦାନ ବାବଦକୁ 750 କୋଟି ଟଙ୍କାର କର୍ପସ ପାଣ୍ଠି ସହ ସମୁଦାୟ 3651 କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। ବାଚସ୍ପତି ମହୋଦୟ, 30ଟି ପ୍ରଭାବିତ ବ୍ଲକରେ ଡିଷ୍ଟ୍ରେସ୍ଡ ମାଇଗ୍ରେସନକୁ ରୋକିବା ପାଇଁ MGNREGA ଅଧୀନରେ ଅତିରିକ୍ତ 200 ଦିନର ଶ୍ରମ ଦିବସ ଯୋଗାଇ ଦେବାକୁ ପ୍ରସ୍ତାବ ରଖିଛୁ, ଯେଉଁଥିରେ ସର୍ବନିମ୍ନ ମଜୁରୀ ସହିତ ସମାନ ମଜୁରୀ ଦେବା ପାଇଁ ରାଜ୍ୟର ସମ୍ବଳରୁ ଟପଅପ୍ ଦିଆଯାଇଛି। 500 କୋଟି ଟଙ୍କା ପ୍ରସ୍ତାବିତ ରାଜ୍ୟ ଯୋଜନା ମନରେଗାକୁ ରାଜ୍ୟ ସହାୟତା ଦ୍ୱାରା ଏହା କାର୍ଯ୍ୟକାରୀ କରାଯିବ। ଏହା ବ୍ୟତୀତ ଗତି ଶ୍ରମିକଙ୍କ ଥଇଥାନ ଯୋଜନା RBL ପାଇଁ ପ୍ରତି ଜିଲ୍ଲାରେ 10 ଲକ୍ଷ ଟଙ୍କାର କର୍ପସ ପାଣ୍ଠି ଗଠନ କରିବା ସହ 15ଟି ଜିଲ୍ଲାରୁ ଉଦ୍ଧାର ହୋଇଥିବା ଗତି ଶ୍ରମିକମାନଙ୍କୁ ତୁରନ୍ତ ଥଇଥାନ ସହାୟତା ଯୋଗାଇ ଦେବାକୁ 3 କୋଟି ଟଙ୍କାର ପ୍ରସ୍ତାବ ମଧ୍ୟ ରଖାଯାଇଛି।